हेलो सांग माने गुड मॉर्निंग केमिति अछंती आशा करछे समस्ते बहुत भलरे थिबे। आपण समस्त को मो तरफ जय गुरु ठाकुर डाकुचे आपण भलरे रुहतु सुस्थ रुहतु आपणकर पूरा दिनटी मंगलमय हो और भलरे कटि जाओ। तो मु भी भलरे अछि सबुदिन भले हे जा गोटे सुंदर सकाळ आरंभ आ ये सुंदर सकाळ आ गोटे फ्रेश आ नुआ ब्लॉग को मु पुष्प आपण समस्त को स्वागत करछि। सबुदिन भले आज ये रकम सकाळ टाइम सकाळ काम दाम मोर आरंभ हो ଯାହା ଯେରକମ ସକାଳେ କାମ ସରେଇ ଦେଇକି ଆସିଛି କାରଣ ଚୁଲିରୁ ପାଉଁଶ କାଢ଼ିକି ଛୁଞ୍ଚ ମାରିଦେମି। ଛୁଞ୍ଚ ମାରି ଦେଇ ସାରିଲା ପରେ ବାସନ ମୁଁ ସବୁ ଧୋଇ ଦେଇଛି। ଆଉ ବାସନ ଧୁଆ କାମ ନାହିଁ, କିନ୍ତୁ ଗୋଟେ କଳା ହାଣ୍ଡି ଥିଲା ମୋ ପାଖରେ, ସେ କଳା ହାଣ୍ଡିଟା ଆଜି ମାଜିମି। ବାସ୍ ସେତିକି। କଳା ହାଣ୍ଡିଟା ମାଜି ସାରିଲା ପରେ ତାପରେ ଗାଧୁଆ ପାଧୁଆ କରିକି ମୋ ଯାହା ସବୁ କାମ ଅଛି ସବୁ କାମ ମୁଁ ସରେଇମି। ତ ଏଇଟା ତ ମୋର ନିତିଦିନିଆ କାମ। ଗାଧୋଇଲା ପୂର୍ବରୁ ଏସବୁ କାମ ସରେଇବାକୁ ପଡ଼ିଥାଏ। ତ ମୋ ଭିଡ଼ିଓରେ ଏମିତି ଯୋଡ଼ି ହେଇକି ରହିଥାନ୍ତୁ। ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବିଲକୁଲ ବି ସ୍କିପ୍ କରନ୍ତୁନି। ଆଉ ମୋ ଭିଡ଼ିଓରେ କିଛି ବି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ। ଆଉ ଯେଉଁଟା ସ୍ନେହ ଭରା କମେଣ୍ଟରେ ମୋ ପାଇଁ ଲେଖିଦେବେ ଯେ ମୋ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗୁଛି ବୋଲିକି। ଆଉ କେହି ଯଦି ନୂଆ କରିକି ମୋ ଭିଡ଼ିଓ ଦେଖୁଛନ୍ତି ତ ପ୍ରଥମେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ମୁଁ ଯେତେବେଳେ ବି ଭିଡ଼ିଓ ଛାଡ଼ିବି ସର୍ବପ୍ରଥମେ ଆପଣ ହିଁ ମୋ ଭିଡ଼ିଓ ଦେଖିପାରିବେ। ଆଉ ମୋ ଭିଡ଼ିଓକୁ ଆପଣଙ୍କ ଫ୍ୟାମିଲି ଫ୍ରେଣ୍ଡମାନଙ୍କ ସହିତ ଟିକେ ସେୟାର କରିଦିଅନ୍ତୁ, ତ ମୋତେ ବି ଟିକେ ସପୋର୍ଟ ହେବ। କାହିଁକିନା ଆପଣଙ୍କର ସପୋର୍ଟ ଆଉ ଭଲ ପାଇବା ମୋତେ ୟୁଟ୍ୟୁବରେ ଭିଡ଼ିଓ ବନାଇବା ପାଇଁ ପ୍ରେରଣା ଯୋଗାଉଛି ଆଉ ସାହସ ମଧ୍ୟ ଦେଉଛି। ତ ଆପଣଙ୍କ ସାଙ୍ଗରେ କଥା ହୁଁ ଆଜି ସକାଳେ କରିନା ମୋର ବାସି କାମ ମାନେ ଚୁଲିର ଛୁଞ୍ଚ ମରା କାମ ମୋର ସରିଗଲା। ତ ଦେଖିପାରୁଥିବେ ସକାଳୁ ସକାଳୁ କୁହୁଡ଼ି ଟିକେ ଟିକେ ଏବେ କରୁଛି। ଟିକେ ଟିକେ କ'ଣ ଭଲ ରକମ କୁହୁଡ଼ି କରୁଛି। ତ ଦେଖିପାରୁଥିବେ କିରକମ କୁହୁଡ଼ି ହେଇଛି। ବର୍ତ୍ତମାନ ସମୟ 7:30 ପାଖାପାଖି ହେଲାଣି। 7:30କୁ ବେଶୀ ହେବ ପଛେ କମ୍ ହେବନି, କାହିଁକିନା ଅଲରେଡ଼ି ମୋର ଘରଦ୍ୱାର କାମ ଦାମ ସବୁ ସରେଇକି ବାସନକୁସନ ଧୁଆଧୁଇ କାମ ସବୁ ସରେଇ ସାରିଛି। ଫୁଲ ବି ତୁଳି ସାରିଛି। ସକାଳ ବାସି କାମ ଯେତିକି ସବୁ ସରେଇ ସାରିଛି। କେବଳ ଚୁଲିର ଛୁଞ୍ଚ ମରାଟା ବାକି ଥିଲା। ମୁଁ ଛୁଞ୍ଚ ମାରି ଦେଇକି ଆସିକି ଏକାଳେ କରିନା କଳା ହାଣ୍ଡିଟା ମାଜିଦେମି। ମାରିଦେନେ କାମ ମୋର ସରିଯିବ। ତ ସେତେବେଳକୁ ଏରକମ କୁହୁଡ଼ି ଥିଲା। ତ ଖରା ବି ହାଲକା ହାଲକା ଆସିଲାଣି ସକାଳେ ସକାଳେ। ଏବେ ତ ଖରା କରୁଛି, ସକାଳେ ସନ୍ଧ୍ୟା ଶୀତ ଲାଗୁଛି ଆଉ ଦ୍ୱିପହର ଟାଇମ୍ଟା ଖରା କରୁଛି। ପାଗଟା ବହୁତ ବଢ଼ିଆ ଲାଗୁଛି, ବେଶୀ ବି ଶୀତ ଲାଗୁନି। ଏତେ ଯେ ଯେଉଁ ଜାଡ଼ ଶୀତ ଯେ ସେ ଜାଡ଼ ଶୀତ ଲାଗୁନାହିଁ, କିନ୍ତୁ ଶୀତ ଲାଗୁଛି ଯେ ଚାଦର ଆବଶ୍ୟକ ପଡ଼ୁଛି ସକାଳେ ଆଉ ସନ୍ଧ୍ୟାରେ। କାହା କଥା ତ କିଛି ମୁଁ ଜାଣିନି, କିନ୍ତୁ ମୋତେ କିନ୍ତୁ ଶୀତ ଲାଗୁଛି ସକାଳେ ସନ୍ଧ୍ୟା ବହୁତ ଜୋରସେ ଶୀତ ଲାଗୁଛି। ଏବେ କରିନା ତାପରେ କବାଟ ଝରକା ଦେଇକି ରାତିର ମାନେ ସନ୍ଧ୍ୟାବେଳେ ରହିଲା ବେଳକୁ ଶୀତ ବି ଏତେ ଲାଗୁନାହିଁ। ତ ଯେତେ ମାତ୍ରାରେ ଶୀତ ଲାଗୁଥିଲା ଶୀତର ମାତ୍ରାଟା ଟିକେ କମିଗଲାଣି। ଆଉ ଆସ୍ତେ ଆସ୍ତେ ଏରକମ ତ ଆସିଯିବ, ଫଗୁଣ ଆସିଯିବ ଆଉ ଶୀତ ତ ଆସ୍ତେ ଆସ୍ତେ ଏରକମ କମିଯିବ। ତ ଏମିତି କାମ ମୋର ଚାଲିଛି। ଏ କଳାହାଣ୍ଡି ମାଜିବା ତ ଗୋଟେ ଟାସ୍କ ଯେ କହନ୍ତି ନା, ସେଇ ରକମ ସବୁ ତ ଆଉ ଯାହା ସବୁ ଧୁଆଧୁଇ କରିହେବ କିଛି ନାହିଁ, କିନ୍ତୁ ହାଣ୍ଡି ଯେଉଁ କଳା ହେଇଗଲା ପରେ 2-3 ଦିନକେ ଏଇଟା ନା ପାଣି ଗରମ ହେଉଥିଲା। 2-4 ଦିନ ହେବ ପାଣି ଗରମ ହେଇଛି। ତ ଯଦି ପାଣି ଗରମ ହେଇଛି ମାନେ ବହୁତ କଳା ହେଇଯାଇଥିଲା, ଯେଉଁଥିପାଇଁ କି ତାକୁ ଛଡ଼େଇକି କଳା ସବୁ ଛଡ଼େଇବାଟା ମାନେ ବହୁତ ସମୟ ଲାଗିଯାଏ। ଆଉ ସବୁଦିନ ବହୁତ ସମୟ ଲାଗିଯାଏ ମୋତେ ଯେତେବେଳେ ବି ମୁଁ କଳାହାଣ୍ଡି ସଫା କରେ। ତ ଭାତ ହାଣ୍ଡି ବି ସେରକମ 2-3 ଦିନ ଥରେ ଲେଖା ମୁଁ ମାଜେ, ଯିଏକି ବହୁତ କଳା ପଡ଼ିଯାଏ। ଆଗରୁ ତ ଚୁଲିର ରାନ୍ଧୁଥିଲି, ଏବେ ଯେଉଁ ଇଟା ଚୁଲି ନା ତା ଆଗ ଅପେକ୍ଷା ଏବେ ଆହୁରି ମାନେ ବେଶୀ କଳା ହେଉଛି। ତ ଯାହା ହଉ ମୁଁ କହୁଥିଲି ଯେ କଳାହାଣ୍ଡିଟା ମାଜି ମୁଜିକି ଧୁଆଧୁଇ କାମ ସରେଇକି ଗାଧୋଇ ପାଧେଇକି ମୁଁ ପଳେଇ ଆସିଛି ରୋଷେଇ କରିମି ବୋଲିକି। ତ ରୋଷେଇ କରିବା ଆଗରୁ କରିନା ମୁଁ ହାଣ୍ଡି ମାଜିବାକୁ ଯିବା ଆଗରୁ ଚଣା ରାତିରୁ କାଲି ବତୁରେଇଥିଲି। ସେ ଚଣାକୁ କରିନା ସିଝିବା ପାଇଁକି ପ୍ରେସର କୁକରରେ ବସାଇ ଦେଇଥିଲି। ଆଉ ଚଣା ସିଝିଲା, ଛୁଆ ତାକୁ ବନ୍ଦ କରିଦେଇଥିଲେ। 3-4ଟା ସିଟି ମାରିଥିଲେ, ଛୁଆ ତାକୁ ବନ୍ଦ କରିଦେଇଥିଲେ। ଚଣା ସିଝିକି ମୋର ଥିଲା। ତାପରେ ମୁଁ ଗାଧୋଇ ପାଧେଇକି ଆସିନି। ଆସିଲା ପରେ କରିନା ଯାଇକି ଶାଗ କାଟିକି ଘିନି ଆସିଥିଲି। ଆଜି କରିନା ଚଣାର ନୂଆ ତରକାରୀ ଗୋଟେ ବନେଇମି, ପାଳଙ୍ଗ ଶାଗ ଦେଇକି ବନେଇମି। ଚଣା ତ ଛୁଆ ଖାଆନ୍ତି, କିନ୍ତୁ ପାଳଙ୍ଗ ଶାଗ ଖାଆନ୍ତିନି। ମୁଁ ପାଳଙ୍ଗ ଶାଗ ଦେଇକି ଆଜି ବନେଇଦେମି, ଦେଖିବା ଖାଉଛନ୍ତି କି ନାହିଁ। କିନ୍ତୁ ଛୁଆଙ୍କୁ ଭାରି ପସନ୍ଦ ଆସିଥିଲା। ପାଳଙ୍ଗ ଶାଗର ମାତ୍ରାଟା ଟିକେ କମ୍ ଥିଲା, ତ ସେଇଥିପାଇଁ ପୁରା ଟେଷ୍ଟି ବନେଇଥିଲା। ଶାଗ ତ କାଟିକି ଆଣିଥିନି, ପାଳଙ୍ଗ ଶାଗ ଧଣିଆ ପତ୍ର ସବୁ କାଟିକି ଆଣିଥିନି, କିନ୍ତୁ ସକାଳେ ସକାଳେ ବାଗେଇବା ପାଇଁକି ମୋତେ ସମୟ ହେଲାନି। ତ ଦେଖିପାରୁଥିବେ ଅଳ୍ପ ପାଳଙ୍ଗ ଶାଗ ମୁଁ ବାଗେଇନି, ମାନେ ତରକାରୀ ରାନ୍ଧିବା ପାଇଁକି ନେଲି। ଆଉ ପାଳଙ୍ଗ ଶାଗ କରିନା ରଖିଦେଇଥିଲି, ଧଣିଆ ପତ୍ର ବି ସେରକମ ସବୁ ରଖିଦେଇଥିଲି। ଆଉ ସକାଳେ ଏତେ ସମୟ ନଥାଏ ଯେ ସବୁ ବାଗେଇ ସାଗେଇକି କାମ କରେ, କେତେ ଚଟାପଟ କାମ ହେଇପାରିବ। ତ ଚଣା ମୁଁ ରଖିଥିଲି କାଲି ରାତିର ରାନ୍ଧିବି ବୋଲିକି, କିନ୍ତୁ ରାତିର ରାନ୍ଧିବା ପାଇଁକି ଆଉ ହେଲାନି।
ହେଇପାରିଲାନି ରାତି ପାଇଁକି ମୁଁ ତାକୁ ସକାଳେ ଅନା ଆସିଛି ତାକୁ ରୋଷେଇ କରିମି ବୋଲିକି ରୁଟିର ଖାଇଦେବେ ତ ଯାହା ହଉ କି ରୁଟିର ହଉ ଭାତରେ ହଉ ଯେଇଥିରେ ହଉ ଖାଇନେ ତ ଭଲ ଲାଗେ କିଛି ଅସୁବିଧା ନାହିଁ ପାଳଙ୍ଗ ଶାଗ ଯେହେତୁ ପଡ଼ୁଛି ନା ତ ଯେଇଥିରେ ଖାଇନେ ବି ଚଳିବ ସେ ଭାତ ହଉ କି ରୁଟି ହଉ ଶାଗ ମୁଁ ଆଉ ବେଶୀ ପକେଇଥିଲିନି ଅଳ୍ପ ଅଳ୍ପ ଶାଗ ବାଗେଇକି ତାକୁ କାଟିକି ଧୁଆଧୁଇ ସବୁ କରିଦେଇଥିଲି କରିଦେଇକି ତାକୁ ଗ୍ରାଇଣ୍ଡ କରିକି ଘିନି ଆଇନି ମସଲା ବି ଗ୍ରାଇଣ୍ଡ କରିଦେଇଥିଲି ତା ଭିତରେ ଦେଖିପାରୁଥିବ ଅଟା ବି ଚକଟିକି ମୁଁ ରଖିଦେଇଥିଲି ରଖିଦେଇ ସାରିକି ଚଣାକୁ ଦେଖିଥିବେ କେରକମ ସିଝେଇ ଦେଇଛି ଯେରକମ ହାତରେ କରନା ପୁରା ଚେପି ହେଉଛି ମାନେ ପୁରା ଭଲ ଭାବରେ ପୁରା ପରଫେକ୍ଟ ଚଣା ସିଝିଥିଲା ଆଉ ସିଝିଲା ପରେ ତାକୁ ତ ବନ୍ଦ କରିଦେଇଥିଲେ ଛୁଆ ସେ ତାର ରହିକି ତାର ସିଝିଛି ମୁଁ ଆସିନି କନା ତରକାରୀ କରିମି ବୋଲି ଅଟା ଚକଟିକି ବି ମୁଁ ତାରି ଭିତରେ ବି ଘିନି ଆସିଥିନି ଆଉ ଘିନି ଆସିକି ତାକୁ ରେଡ଼ି କରିକି ରଖିଦେଇଛି ତ ଚଣା ତରକାରୀ କରିମି ବୋଲିକି ଟିକେ ନୂଆ ଭିନ୍ନ ପ୍ରକାର ଆଜି କରିମି ଚଣା ପାଳଙ୍ଗ ତ ଚଣା ମାନେ ପାଳଙ୍ଗ ଶାଗ ଦେଇକି ତ ମୁଁ ବିଭିନ୍ନ ପ୍ରକାର ତରକାରୀ କରେ ତ ପୁରୁଣା ଭିଡ଼ିଓରେ ମୁଁ ଯାହା କହିଥିଲି ମୋ ପୁରୁଣା ଭିଡ଼ିଓକୁ ଯାଇକି ଦେଖିପାରିବେ ସେଥିରେ କନା ମୁଁ ବିଭିନ୍ନ ପ୍ରକାର ବନେଇଛି ଯେରକମ ପାଳଙ୍ଗ ଶାଗର ସୋୟାବିନ୍ ଦେଇକି ମାନେ ସେନେ ସୋୟା ପାଳଙ୍ଗ ବନେଇଛି ଆଉ କନା ପାଳଙ୍ଗ ଶାଗ ପକୁଡ଼ି ପାଳଙ୍ଗ ଶାଗର ଚିଲି ତ କେତେ ରକମ ପରଟା ପୁରୀ ତ ବିଭିନ୍ନ ପ୍ରକାର ତ ବନେଇଛି ମୁଁ ଆଜି କନା ଚଣା ଦେଇକି ବନେଇମି ତ ସେଇଥିପାଇଁ କି ମସଲା ସେଇ ରେଗୁଲାର ମସଲା ମୋ ପାଖରେ ଯାହା ଥାଏ ଅଦା ରସୁଣ ପିଆଜ ତା ସାଙ୍ଗରେ ଟମାଟୋ ଗ୍ରାଇଣ୍ଡିଙ୍ଗ କରିଦେଇଥିନି ଟମାଟୋ ଏଇଥିପାଇଁ କି ମୁଁ ସବୁବେଳେ ଗ୍ରାଇଣ୍ଡିଙ୍ଗ କରିକି ଦେଖୁଥିବେ ପ୍ରତ୍ୟେକ ଦିନ ମୋର ମାନେ ଟମାଟୋ ଗ୍ରାଇଣ୍ଡିଙ୍ଗ ହେଇକି ପଡ଼ୁଥିବ କେବେ ବି ମୁଁ କାଟିକି ପକାଏନି କାହିଁକି ପକାଏନି ନା ଯଦି ଖଣ୍ଡ ଟମାଟୋ ଟିକେ ଯଦି ଟମାଟୋ ଚୋପା ଯଦି ଟିକେ ଯେ ତରକାର ବାହାରିଲା ଆମ ଛୁଆ କ'ଣ କରିବେ ନା ତାକୁ ସେଇ ରକମ ରଖିଦେଇକି ଯାଇଥିବେ ଯେଇଠି ହଉ ଥାଳି ପାଖରେ ରଖିଦେଇକି ସେ ଯାଇଥିବେ ସେଇଥିପାଇଁକି ତାକୁ ମୁଁ ଗ୍ରାଇଣ୍ଡିଙ୍ଗ କରିଦିଏ ସବୁବେଳେ ଏତେ ଝଞ୍ଝଟ କରିବା ଅପେକ୍ଷା ତାକୁ ଗ୍ରାଇଣ୍ଡିଙ୍ଗ କରିଦେଲେ ଏକର ମୋତେ ବି ଟିକେ ସୁବିଧା ହୁଏ ଆଉ ସେମାନଙ୍କୁ ଖାଇବା ପାଇଁକି ବି ଭଲ ଲାଗେ ନହେଲେ ଟିକେ ଯଦି ଚୋପା ବାହାରିଲା ଯଦି ସେ କନା ସେ ସେଇ ରକମ ଥୁଆ ହେଇଥିବ ତ ସବୁବେଳେ ମୁଁ ଯେତେବେଳେ ବି ମସଲା ବାଟେ ନା ତା ସାଙ୍ଗରେ ଟମାଟୋ ଗୋଟେ ଦୁଇଟା ତିନିଟା ଯେତିକି ମୋର ପକାଇବା କଥା ସବୁ ଗ୍ରାଇଣ୍ଡିଙ୍ଗ କରିକି ଘିନି ଆସେ ସେଥିପାଇଁକି ମୋତେ ସୁବିଧା ହୁଏ ଆଉ ଗ୍ରାଇଣ୍ଡିଙ୍ଗ କରିକି ଘିନି ଆସିଥିନେ ତାକୁ ଦେଇଦେନେ ତା ଦେହରେ ମୋ ପାଖରେ ଯାହା ଯେଉଁ ମସଲା ଥାଏ ଯେଉଁ ସବୁ ଧନିଆ ପାଉଡ଼ର କରି ପାଉଡ଼ର ଆଉ ନାଲିଆ ଲଙ୍କା ଗୁଣ୍ଡ ଟିକେ ଦେଇଦେନି ଆଉ କନା ଏବେ ଜିରା ଗୁଣ୍ଡ ଟିକେ ବି ଦେଇଛି ମୁଁ ଜିରା ଗୁଣ୍ଡ ଦେଇକି ମସଲାକୁ ଭଲ ରକମ କଷି ଦେଇଥିନି ଆଉ ମସଲା କଷି ହେଇସାରିଲା ପରେ ତା ଦେହରେ ଦେଇଥିନି କ'ଣ ନା ଏଇ ଯେଉଁ ପାଳଙ୍ଗ ଶାଗକୁ ଯେଉଁ ବାଟିକି ଯେଉଁ ରଖିଥିନି ଗ୍ରାଇଣ୍ଡିଙ୍ଗ କରିକି ଯେଉଁ ରଖିଥିନି ପାଳଙ୍ଗ ଶାଗ ଆଉ ଧନିଆ ପତ୍ର ତାକୁ ତା ଦେହରେ ଦେଇଥିନି ଆଉ ଦେଇକି ପୁରା ତାକୁ ଯେରକମ ପାଳଙ୍ଗ ଶାଗଟାର ଯେତିକି ପାଣି ଏକ ତ ପାଳଙ୍ଗ ଶାଗର ପାଣି ବାହାରେ ତାପରେ ଗ୍ରାଇଣ୍ଡର ଚାଲିବନି ବୋଲିକି ଅଳ୍ପ ଟିକେ ବି ପାଣି ଦେଇକି ମୁଁ ଗ୍ରାଇଣ୍ଡ କରିଥିନି ତ ସେଇଥିପାଇଁ କି ସେଥିରେ ବହୁତ ସାରା ପାଣି ଥିଲା ମାନେ ଏତେ ସମୟ ଧରିକି ତାକୁ କଷିଥିନି ଯେରକମ କି ପାଳଙ୍ଗ ଶାଗରେ ଯେତିକି ସବୁ ପାଣି ଥିବ ସେ ଯେରକମ ସବୁ ଶୁଖିଲା ପର୍ଯ୍ୟନ୍ତ ପୁରା ଶୁଖିକି ପୁରା ମସଲା ସାଙ୍ଗରେ କଷିଗଲା ପରେ ତାପରେ ଯାଇକରିନା ମୁଁ ଦେଇଥିନି ତା ଦେହରେ ଚଣା ତ ବହୁତ ଟେଷ୍ଟି ବନିଥିଲା ଖାଇବା ପାଇଁକି ପାଳଙ୍ଗ ଶାଗ ମାନେ କ'ଣ ନା ଛୁଆ ତ ବିଲକୁଲ ବି ପାଳଙ୍ଗ ଶାଗରେ ହାତ ମାରନ୍ତିନି କିନ୍ତୁ ଆଜି ଯେଉଁ ଚଣା ଦେଇକି ଯେଉଁ କରିଥିନି ଏଇରକମ ଯେ କରିଥିନି ଛୁଆମାନେ ଭାରି ଖୁସିରେ ଖାଇ ଦେଇଥିଲେ ତା ଦେହରେ ଟିକେ ଗରମ ମସଲା ବି ମୁଁ ଦେଇଥିନି ଅଧିକା ଟିକେ ଟେଷ୍ଟ ବଢ଼ିବା ପାଇଁକି ମାନେ ବିଭିନ୍ନ ଉପାୟରେ ମୁଁ ଚେଷ୍ଟା କରେ ଯେରକମ ସମସ୍ତେ ଖାଇବେ ଆଉ ସମସ୍ତଙ୍କୁ ପସନ୍ଦ ଆସିବ ବୋଲିକି ଚେଷ୍ଟା କରେ କେତେ ଦୂର ସଫଳ ହୁଏ ସେଟା ତ ଆପଣମାନେ କହିବେ ଆଉ ମୁଁ ଆଉ କ'ଣ କହିମି ସେ କଥା କିନ୍ତୁ ମୋ ଚେଷ୍ଟା ମୁଁ ସବୁବେଳେ ସେରକମ ଲଗେଇକି ରଖିଥାଏ ଜାରି ରଖିଥାଏ ଯେ କେରକମ ସମସ୍ତଙ୍କୁ ସବୁ ଜିନିଷ ପରଫେକ୍ଟ ଭାବରେ ଖାଇବାକୁ ମିଳିବ ଆଉ ଯିଏ ରୋଷେଇ କରେ ସେ କେବେ ବି ଚାହେଁନି ଯେ ଆଜି ତା ରୋଷେଇଟା ଆଜି ଖରାପ ହଉ ବୋଲିକି କାରଣ ସବୁବେଳେ ସେ ମାନେ ଗୋଟିଏ ଉଦ୍ଦେଶ୍ୟ ନେଇକି ସେ ରୋଷେଇ କରେ ଯେ ମୁଁ ରୋଷେଇ କରୁଛି ମାନେ ଯେରକମ ରୋଷେଇଟା ମୋର ଆଜି ପରଫେକ୍ଟ ହେବ ସମସ୍ତେ ଯେରକମ ଖୁସିରେ ଖାଇବେ ଖାଲି ମୁଁ ମୋ କଥା କହୁନି ସବୁ ଗୃହିଣୀଙ୍କ କଥା କହୁଛି ରୋଷେଇ ଦାୟିତ୍ୱ ଅଛି ମାନେ କେବେ ବି ସେମାନେ ଚାହୁଁଥିବେନି ଯେତେ ପରିଶ୍ରମ କରିକି ତରକାରୀ ପତ୍ର ଯେଉଁ ରୋଷେଇ କରିଥିବେ କେବେ ସେ ଜିନିଷଟା ତାଙ୍କର ଖରାପ ହଉ ବୋଲିକି ଆଉ ତାପରେ ନିଆଁ ପାଣିଲା ତ କଥା ସେଟା କହିହେବନି କେତେବେଳେ କେରକମ ଖରାପ ହେଇଯାଏ କେତେବେଳେ ବି ମାନେ କିଛି ନଥିବ ବହୁତ ଟେଷ୍ଟି ବନିଥିବ କିନ୍ତୁ ବହୁତ ପରିଶ୍ରମ କରାହେଇଥିବ ତରକାରୀ କିନ୍ତୁ ସେଟା ମାନେ ସୁଆଦିଆ ହେଇନଥିବ ତ ଏମିତି ହେଇଯାଏ ସେଟା ହେଉଛି କହନ୍ତି ନା ନିଆଁ ପାଣିର କଥା କୁହନ୍ତି କେତେବେଳେ କେରକମ ହେଇଯାଏ କେତେବେଳେ ଜାଣି ଶୁଣିକି ମାନେ ଲୁଣ ପକା ହେଇଥିବ ସେ ଅଲଣା ହେଇଥିବ କେତେବେଳେ ଅଜାଣତରେ ବି ଲୁଣ ପଡ଼ିଥିବ ପୁରା ପରଫେକ୍ଟ ହେଇଥିବ ଯେରକମ ଗୋଟେ ଉଦାହରଣ ଦେଇ କହୁଛି ସେଇ ରକମ
तो जहाँ हो तरकारी मोर बनिकी रेडी होता तापर जो पालंग शाग कहती ना पानीटा पूरा सुखिकी मसला सागर भल रकम कषिगला देहर चना को दे देथिनी जो सिझेकी रखी चना को देकी ताकू भल रकम देहर भी पालंग शाग देहर चना को टिके भल रकम कषि देथिनी तापर जी मोर दरकार माने झोल दरकार तो बेसी झोल कने तो भल लागबनी खाइबा टिके हल्का टिके झोल दरकार से रकम जेरकम होगला ताकना मु बाहर कर देथिनी मु माने सकाळ टाइमटा ना सब बेले तरबर थाए ना से कि मु जो रेसिपीटा जो तरकारीटा जे करिथिनी जो ताको भल भाव आपण सागरे शेयर करछि कि नहीं मु भी माने कन्फ्यूज होगी कारण अलरेडी मुझे तरकारी बघारतु ना सेते बेलू भाई बाबा दी जन खाइबापी आसिले किंतु तापर रुटी भी मु करथिलिनी एपटे रुटी करूथाए तो सेपटे करना खाइया को भी दौथा तो यही करके जा हो सकाळ खाइबाटा मोर होता तो देखिए रुटी मु अल्प बनईथिनी बेसी रुटी भी मु बनै पारथिलिनी एतिकी बनईकी भाई की दे देथिनी खाइया को बाबा भाई की खाइया को दे देथिनी तापर करना आसिकी आ समस्ते जहाँ खाइबे ताऊ देथिनी तो भाई की बाढ़ी की रेडी करदेनी तो भाई की देथिनी खाइया को आपर आम समस्ते तो खाइथिले आम आ रुटी खाइथिलेनी किए रकम जी जहाँ खाइथिला किए ओट्स खाइथिला किए रुटी खाइथिला किए पखाळ खाइथिला तो यही रकम करके सब खाइथिले आ खियापिया सरला परे बासन कुसन सब टियल पाखु घिनी आसथिनी और लुगा थिला काली माने दिन बेलर लुगा माने काली बेल उड़ल लुगा आज सकाळ बेला लुगा को धोइमी धोईकी सुखेमी सुखेकी बासन कुसन सब धोइमी धोईकी नहीं रखिमी रखी सारिकी तापर जिमी करना दीपर पाई रोषे करे यहाँ हूँ मोर थिला मॉर्निंग रुटीनटा जब शेयर करमी तो आहरी भी वीडियो लंबा हो किंतु खाली जी हल्का फुल्का पर मुझे सागर शेयर कर सकाल तो बहुत सारा काम जाऊँगी सबकि तो आपण सागर शेयर करहबनी तो आपन को नागुथ सब वीडियो मोर एका रकम होउची बोलिकी तो कौन करमी घरर घरणी मो देकी जहाँ मो काम करछि सेया ही आपण सागरे शेयर करछि तो मो वीडियोटी केमिति लागुची मते कमेंट करके कहबे जे कमेंट करिया कथा आपण पासुरी होउचंदी कमेंट बिल्कुल भी करना गला वीडियो रे खाली विजयलक्ष्मी दीदी स्नेहलता दीदी आउ अपराजिता दीदी कमेंट करचंती तो आपण तीन जन को मो तरफ बहुत बहुत धन्यवाद तो एत परिश्रम करके वीडियो बनाऊँगी कमेंट तो निश्चय लिखंतु आपण को कमेंट ही मते प्रेरणा दौची परिश्रम एत करुच्ची गाँव बहुटे मो देखी जहाँ भी मु काम करुच्ची घर द्वार काम सब आपण सागरे शेयर करची चेष्टा करुच्ची आउ भल भल वीडियो आपण पाई के आनिया माने दिनिके आसीमी बोलिकी ता बदल केवल माने आपणकर टिके भल पाइबा ही आशा करुच्ची तो ये भरोसा जे मो वीडियो आपन को पसंद आसुव बोलिकी तो या पर मु आउ किछि वीडियो बनैथिलिनी कहीं सब बेले तो व्यस्त व्यस्त भितर रही होची जे पर्यंत दिन टिके बड़ न होईची काम टिके कम न होईची से पर्यंत टिके फुर्सत भी मिलबनी दिन बड़ हो सारा पर टिके जाके समय मिलिबो धीरे सुस्थे काम कला भलिया नागिबो तो आज पई रहूची बाय बाय जय गुरु।